କାକୁଡିଭାଗ ଗ୍ରାମରେ ଛଦେଶ ମଥୁରା ଗୋପାଳ ସମାଜର ପ୍ରଥମ ଲଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର କାକୁଡିଭାଗ ଗ୍ରାମରେ ଛଦେଶ ମଥୁରା ସମାଜର ପ୍ରଥମ ଲଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନ 11ଟା ସମୟରେ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟନ କରିବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅର୍ଥାତ୍ 18ଟି ସ୍ଥାନରୁ ଲଉଡ଼ି ଖେଳାଳିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇ ଆଜି ଦିନ ତମାମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜଜ୍ମାନଙ୍କ ଦ୍ୱାରା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା 3 ଦଳକୁ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଛଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଲାଗି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ। ମୁଁ ସମସ୍ତଙ୍କୁ ପ୍ରଥମେ ନମସ୍କାର ସାଧୁବାଦ ଜଣେଇବି। ମୁଁ ଦିଲ୍ଲୀପ କୁମାର ସାହୁ ବିଚାରକ ଭାବେ ଆଜି ଏଠି ଆସି ଉପସ୍ଥିତ ହୋଇଥିବାରୁ ମୁଁ এই କାକୁଡିଭାଗ ଗ୍ରାମ ପଞ୍ଚାୟତର ତଥା এই ଲଉଡ଼ି ଖେଳ ସମାଜ ମଥୁରା ଗୋପାଳ ସମାଜ ତରଫରୁ ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ତେବେ এই ଲଉଡ଼ି ଖେଳ ଆମର ଗୋଟିଏ ଚିରାଚରିତ ପ୍ରଥା ସବୁବେଳେ ରହିଆସି। এই ଗୋପାଳ ଭାଇମାନେ এই ଦୋଳ ଗୋବିନ୍ଦରେ ଦୋଳ ଯାତ୍ରାରେ ଆମକୁ ସବୁବେଳେ ଉତ୍ସାହିତ କରନ୍ତି, ନିଜର ଗୋପାଳ ପରାକାଷ୍ଠା ଦର୍ଶନ କରନ୍ତି। ତ ସବୁବେଳେ ଏହି ସଂସ୍କୃତି ପରମ୍ପରା ଆମ ପାଇଁ ବଜାୟ ରଖିଥିବାରୁ ଆମେ ସମସ୍ତ ଗୋପାଳ ଭାଇମାନଙ୍କୁ ଧନ୍ୟବାଦ ଦେଉଛୁ। ଧନ୍ୟବାଦ। କୁମାର ପାତ୍ର, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜାଡ଼ି ମୋର ଘର। ଏବଂ ଆଜି ଆମକୁ ନିମନ୍ତ୍ରଣ କରାଯାଇଛି এই যে ଗୋପାଳ ସମାଜର ଆଜି ଏତେ ବଡ଼ ସୌଭାଗ୍ୟର ଦିନ, ଯାହାକି କହିବାର ମାନେ ପାଟିରେ ଭାଷା ନାହିଁ। ଆଜି ପ୍ରଥମ ହେଉଛି ଏଠି ଏହି କାକୁଡିଭାଗରେ, ତେଣୁ ଆମେ ନିଜକୁ ନିଜ ଗର୍ବିତ ମନେ କରୁଛୁ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଉଛୁ ଯେ ଆମକୁ ଆଜି ଏହି ଷ୍ଟେଜ୍ରେ ଯେହେତୁ ବିଚାରପତି ଭାବରେ ଦାୟିତ୍ୱ ଗୁରୁ ଦାୟିତ୍ୱ ଦେଇଛନ୍ତି, ସେଥିପାଇଁ ଆମେ ତାଙ୍କୁ ଅଶେଷ ଧନ୍ୟବାଦ ଏବଂ ଗ୍ରାମବାସୀଙ୍କୁ ଅଶେଷ ଧନ୍ୟବାଦ। ଏବଂ ଏ ସମାଜ ଏବଂ এই ଯେଉଁ ଉତ୍କଳୀୟ ସଂସ୍କୃତି କଳା ସଂସ୍କୃତିକୁ ବଜାୟ ରଖିଛନ୍ତି এই ଗୋପାଳ ସମାଜ, ଆଜି ତାଙ୍କୁ ଅଶେଷ ଧନ୍ୟବାଦ। ଏବଂ ଏ ସମାଜର ଉନ୍ନତି ଏବଂ ଗୋପାଳ ସମାଜର ଉନ୍ନତି, ସଂସାର ସମସ୍ତଙ୍କର ଉନ୍ନତି ସେହି ପ୍ରଭୁ କାଳିଆ ଶାନ୍ତ ବା ଆଦ୍ୟାଶକ୍ତି ସନାତନୀ ଭଗବତୀ ବରଦାତ୍ରୀ ଏବଂ ସେହି ରାଧାକୃଷ୍ଣ ଆଜି ବିରାଜମାନ କରି ସମସ୍ତଙ୍କୁ ମଙ୍ଗଳ ବିଧାନ କରନ୍ତୁ। ଏତିକି ମୋର କାମ୍ୟ। ଜୟ ଜଗନ୍ନାଥ, ଜୟ ରାଧାକୃଷ୍ଣ। ଯୁକ୍ତ ନରସିଂହ ବେହେରା ଏବଂ ବଡ଼ମ୍ବାରୁ ମୁଁ ଆସିଛି। ମୁଁ ହେଉଛି ଜଣେ ଛୋଟିଆ କଳାକାର ଏବଂ ଏହି ଗୋପାଳ ସମାଜର ଜଣେ ଭାଇ। ଯାଉ ମୁଁ ବହୁତ ଖୁସି ଯେ ଆଜି ଏଇ ଯେଉଁ ଦୋଳ ଉତ୍ସବ ବା ଦୋଳଯାତ୍ରାର ଆୟୋଜନ କରାଯାଇଛି ଏବଂ ଆମର ବଂଶର ପରମ୍ପରାକୁ ରକ୍ଷା କରିକିରି କାକୁଡିଭାଗରେ ଏବଂ ଛଦେଶର ସମସ୍ତ ବନ୍ଧୁଗଣମାନେ ବାକି ଆମର ଯାଦବ ଭାଇମାନେ ସମସ୍ତେ ଉଦ୍ୟୋଗ କରିକିରି ଆମର କଳାକୁ ବଞ୍ଚେଇକି ରଖିଛନ୍ତି ଏବଂ ଆମ ଜାତିର ପରମ୍ପରାକୁ ବଞ୍ଚେଇକି ରଖିଛନ୍ତି। ଏବଂ ଏହାର ଉଦ୍ଦେଶ୍ୟ ବହୁତ ଅଛି, ମୁଁ କହିବି ମଧ୍ୟ ଆମର ଜାତିର ଏବଂ ଇଏର। ଏବଂ ଆପଣ ଯେଉଁ କଥା କହୁଥିଲେ ମୋତେ ଯେ ମୁଖ୍ୟ ହେଲା ଯେ ଆମେ କେମିତି ଆମର ଜାତିର ପରମ୍ପରାଟାକୁ ବଞ୍ଚେଇକି ରଖିବା ଏବଂ ଏଇ ଯେଉଁ ଭାଇଚାରା ଭାବ ଏକତ୍ରିତ ହେଇକିରି ଆଜି କାକୁଡିଭାଗରେ ହେଇଛି। ୟା ପରେ ମଧ୍ୟ ମୁଁ ଶୁଣୁଥିଲି ଅନ୍ୟାନ୍ୟ ଏଇ ଛଦେଶର ଅନ୍ୟ ଗାଁ ମାନଙ୍କରେ ମଧ୍ୟ ହେବ। ହେଲେ ଏଇ ଯେଉଁ ଆମର ମିତ୍ର ଭାବ ବା ଭାଇଚାରା ପରମ୍ପରା ଭାବଟା ବି ରହିବ ଏବଂ ଖେଳଟା ଯେଉଁ ଆସ୍ତେ ଆସ୍ତେ ଇଏ ହେଉଛି ଆଉ ଟିକେ ଉନ୍ମାଦ ଜନ୍ମ ହେବ। କାହିଁକିନା ଏଇ ଭାଇମାନେ କିଏ ଆସିଛନ୍ତି କିଛି ଶିଖିବାର ଅଛି ଏବଂ କିଛି ଭାଇ ଶିଖେଇବାର ଅଛି। ଆଗକୁ ୟାଙ୍କର କ'ଣ ହେବ ନା ଟିକେ ଇଏ ଆସିବ, ଏ ଭାଇ ଭଲ କରୁଥିଲେ ଆମେ ଟିକେ କେମିତି ଆସନ୍ତା ବର୍ଷକୁ ଆଉ ଟିକେ ଭଲ କରିବା। ଏଇଆ ହେଉଛି କଳାକୁ ବଞ୍ଚେଇକିରି ରଖିବା ଏବଂ ଭାଇଚାରା ମିତ୍ର ଭାବର ଇଏଟା ଆମେ ସବୁଦିନ ସୁଯୋଗ ପାଉନେ। ଏଇ ଜାଗାରେ ବନ୍ଧୁ ଭାବଟାର ପରିଚୟ ପ୍ରଦାନ କରାଯିବ ଏବଂ ମୋର ମଧ୍ୟ ଏଇ ରାଧାକୃଷ୍ଣଙ୍କ ପାଖରେ ଇଏ ଆଉ ଟିକେ ଉନ୍ନତରୁ ଉନ୍ନତ ହେଉ, ଏତିକି କହିକି ମୋର ବକ୍ତବ୍ୟ। ଜୟ ଯାଦବ, ଜୟ ମାଧବ। ଆଜି ମଥୁରା ଗୋପାଳ ସମାଜ 18 ସାହିର ଯେଉଁ ଲଉଡ଼ି ପ୍ରତିଯୋଗିତା କାକୁଡିଭାଗ ଗ୍ରାମରେ ଅନୁଷ୍ଠିତ ହେଉଛି, ସେଥିପାଇଁ ଆମେ କାକୁଡିଭାଗ ଗ୍ରାମବାସୀ ଆଜି ବହୁତ ଆନନ୍ଦିତ। ଯାହା ହେଉ ଆମ ଗ୍ରାମରେ ଏ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହେଉଛି ବଡ଼ ଭାଗ୍ୟର କଥା ଆମର। ଏବଂ ବିଭିନ୍ନ ଗୌଡ଼ ଯେଉଁ ଗୋପାଳ ଭାଇମାନଙ୍କର ଯେଉଁ ବାଡ଼ି ଖେଳ ଆଜି ଆମେ ଆନନ୍ଦର ସହ ଉପଭୋଗ କରିବା। ବିଭିନ୍ନ ସାହିର ପିଲାମାନଙ୍କ ପାଖରେ ଯେଉଁ ଲୁକାୟିତ ପ୍ରତିଭା ଅଛି କିପରି ଆମେ ଦେଖିପାରିବା ଏବଂ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବା।
विभिन्न सरकारी सांस्कृतिक कार्यक्रम हो ठाकुरंकर सांस्कृतिक कार्यक्रम हो लौड़ी बाड़ी खेलर आवश्यकता जुगे जुगे रही आसी एवं श्रीकृष्ण प्रभु भगवान कलार गोपाल भाई जन्म से कहती आम प्रभु श्रीकृष्ण भी गोपाल कह जाए तेणु आज दिन जाक ये कार्यक्रम बहुत आनंद उल्लासर सह अनुष्ठित हम आम ग्रामवासी वृंद समस्ते बहुत खुशी अनुभव करेंगे और आनंदर सह ये कार्यक्रम देखिए मु प्रभु राधाकृष्ण निकट में निवेदन करुँची ये कार्यक्रम केमती श्रृंखलार सह आम काकुड़ा ग्राम में समापन हो मुझे प्रभु निकट में प्रार्थना करुँची। मथुरा गोपाल समाजर प्रथम लौड़ी खेल प्रतियोगिता ये आमर लौड़ी खेल प्रतियोगिता तो कहले भूल हे कि आम गोटे भाईचारा सृष्टि करने आम जो लौड़ी खेल प्रतियोगिता लोप पाई जाऊँगी से आम बेसी व्यग्र थिलु जोटा कि आम भाईचारा सृष्टि ये परंपरा को आम बजाय रखिलु तो यहाँ प्रथम प्रतियोगिता होची। आज ये कार्यक्रम कर मुख्य उद्देश्य है आमर परंपरा आस्ते आस्ते लोप पाई जाऊँगी एवं आमर युव गोष्ठी एवं शिक्षित गोष्ठी आम मान दूरे जाऊँगी तेणु से केमी आमर ये मुख्य स्रोत को आम टाणिकी आणमु आम सहित सामिल करूँ एवं आमर परंपरा प्रथा को बजाय रखू से आज ये छोटिया प्रयास आम काकुड़ी भाग गोपाल समाज तरफ एवं छदेश गोपाल समाजर सहयोग ए प्रोग्राम आज दिन तमाम जारी रखू। गोपाल लौड़ी खेल गुरु को अनुरोध समस्त गुरु मान मंच पर आसवा अनुरोध लौड़ी खेल गुरु क्रीड़ा शिक्षक आमर छदेश बेहरा समस्ते करताली स्वागत करवा। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।